ଦେଖନ୍ତୁ ପୀଡ଼ା ବହି ଆପଣମାନଙ୍କୁ ପଢ଼ିବାକୁ ମୋର ନିବେଦନ। ବହିଟାକୁ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ, ତାକୁ ସମୀକ୍ଷା କରନ୍ତୁ। ଏଇଟା ଗୋଟେ ୟୁନିଭର୍ସାଲ ଟ୍ରୁଥ୍, ଗୋଟେ ସାମୂହିକ ବିଷୟବସ୍ତୁକୁ ସାମ୍ନାକୁ ଅଣାହେଇଛି, ତତ୍ତ୍ୱଭିତ୍ତିକ ଦର୍ଶନ ଭିତ୍ତିକ। ଆଉ ଯେଉଁ କଥା କହିଲେ ମୋ ମନ ଭିତରେ ବିପ୍ଳବ ଗତକାଲି ଥିଲା, ଆଜି ବି ଅଛି, ଆଗକୁ ବି ରହିବ। କିନ୍ତୁ ବେଳେ ବେଳେ କ'ଣ ହେଉଛି, କିଛି ଲୋକଙ୍କର ଧାରଣାରେ ପଶି ଯାଉଛି ଯେ ବିଦ୍ରୋହ ଆଉ ବିପ୍ଳବ ଭିତରେ ମଧ୍ୟ ଫରକ ଅଛି। ବିପ୍ଳବ ହେଉଛି ସବୁବେଳେ ପ୍ରୋଗ୍ରେସିଭ୍ ଥଟ୍, ପ୍ରଗତିଶୀଳ ଚିନ୍ତାଧାରାରେ ଯେ ଅନୁପ୍ରାଣିତ ହେବ ଏବଂ ବିପ୍ଳବରେ ଝାସ ଦେବ, ବିପ୍ଳବ ତା ମନ ଭିତରେ ଥିବ, ସେଇଟା ହେଉଛି ଗୋଟେ ଉଦ୍ବେଳନ, ତାହା ପରିପ୍ରକାଶ ହେଇଛି। ମୋର ସମସ୍ତଙ୍କୁ ନିବେଦନ, ବହି ପଢ଼ନ୍ତୁ, ତାପରେ ଆମେ ସମୀକ୍ଷା କରିବା। ବହିଟାକୁ ସମ୍ପୂର୍ଣ୍ଣ ନ ପଢ଼ି, ବହିର ମର୍ମ ଆଉ ମର୍ମାର୍ଥ ନ ବୁଝି ତା ସମ୍ପର୍କରେ ଆଲୋଚନା କରିବା ଉଚିତ ନୁହେଁ। ନୋଚାଲଖି ଗୋଟେ କ୍ୟାରେକ୍ଟର, ଗୋଟେ ଚରିତ୍ର। ସେଇ ଚରିତ୍ର ମୁଁ, ଆପଣ ଏବଂ ବହୁ ବ୍ୟକ୍ତି। ନୋଚାଲଖିର କ୍ୟାରେକ୍ଟର ଭିତରେ ଆପଣ ନିଜକୁ ରଖିଦିଅନ୍ତୁ। ମୁଁ ଆପଣମାନଙ୍କୁ ପଚାରିବି, ଆମେ ସାମ୍ବାଦିକତା କରୁଛେ, ଆମେ ନିର୍ଭୀକ ବୋଲି କହୁଛେ, ସତରେ କ'ଣ ଆମେ ପ୍ରଶ୍ନ ପଚାରି ପାରୁଛେ ନା ପ୍ରଶ୍ନର ଉତ୍ତର ଖୋଜିକି ପାଇପାରୁଛେ? ମୁଁ ଆପଣଙ୍କଠୁ ଆରମ୍ଭ କରିବି। ତେଣୁ ଆମେ ସମସ୍ତେ ଜଣେ ଜଣେ ନୋଚାଲାଖି।